नमस्कार। जय जगन्नाथ। भागवत महापुराण ओडिया चैनल रे आपण मानक स्वागत। आज आसंत सुनिबा दासिया बाबुरी चरित। चैनल रे नुआ थिले चैनल को सब्सक्राइब करी बेल आइकन को निश्चय दबाई देबे। भिडियोटी रे जय जगन्नाथ कमेंट करने को जमा भूलिबेनी। आसंत सुनिबा 28 अध्याय रे दासिया बाबुरी संवाद। चैतन्यवाच शुणसु मन महारथा कहई विष्णु भक्त कथा। क्षेत्र को छाड़ी बेनी क्रोश बालीग्राम रे तार बास। जाति रे अटई खंदाळ न जाने पाप पुण्य फल। नामता दासिया बाउरी सबर जाति तुलेश्वरी। नाही ता पुत्र पुत्री धन अति दरिद्रता जीवन। पत्नी सहित बेनी प्राणी दिन बंचंती लुगा बुणी। से ग्रामे विप्रंकर घरे व्रत उत्सव मानंकरे। नाम गायन जेबे होई तेबे शुणई सुख पाई। एमंते गला केते दिन ता देहे उपजिला ज्ञान। होइला गुरु मंत्र धारी माला तिलक नित्य करी। बसे सुजन जन पासे अत्यंत मनर हरसे। नित्य शुणई हरि कथा बुझई पाप पुण्य कथा। जेते बेଳରେ ଯାହା ମିଳେ ତାହା ଭୁଞ୍ଜଇ ସୁଖ ଭୋଳେ। ଯେବେ ସେ ଦୁଃଖ ସୁଖ ପାଇ ସମସ୍ତ ସମାନ ମଣଇ। ଚିନ୍ତା ନ ଥାଇ ମନେ ତାର ବୋଲଇ ଧନ୍ୟ ଏ ମୋହର। ବିଧାତା ମୋତେ ହାକଲା ନିଚ ଜାତିରେ ଜନ୍ମ ଦେଲା। କାହୁଁ ପାଇବି ହରି ଭକ୍ତି ଜୀବନ ନହିବ ମୋ ମୁକ୍ତି। ଏମନ୍ତ ବିଚାରେ ସେ ଚିତ୍ତ ହୋଇଲା ଶ୍ରୀ ଗୁଣ୍ଡିଚା ଜାତ। सकल देशु लोक माने आसंती प्रभु दर्शने। स्त्री पुरुष जुबा नारी वृद्ध बालक आदि करी एथरे करन्ते गमन। विचार कला तार मन बारे मु यात्रा देखि जीवी। प्रभु को दर्शन करिबी केमंते रूप भगवान। देखिबी ए चर्म नयन। एमंत विचारिता चित्ते गमिला लोकंक संगते। प्रवेश हेला क्षेत्र बरे श्रीनंदी घोष पारुषरे। रथे देखिला जगन्नाथ मथारे देला बेनी हस्त। कला श्री मुख को नाई बेनी नयनु धार बही। रंग धर कला डोला देखि भावरे हेला भोला। चाहिला प्रभु चतुर्भुज बोलई नमे देवराज। मु महापापी जगते उद्धर मोते जगन्नाथे। न कर मो विषय हेला मो हृदय ज्ञान दीप जला। तुम्भे जे पतित पावन मते उद्धर भगवान। एमंत बोली हेला भोला साष्टांगे दंडवत कला। उठी मथारे कर देई कहिला बहुत विनयी। बोइला तुम्भे मात्र सत्य मिथ्या केवल जगत।
ଏବେ ତ ସତ୍ୟ ଆଝମୂଳ, ଏକଥା ଭାବର କେବଳ। ଏମନ୍ତେ କହି ରୂପ ଗୁଣି, ଛାମୁରୁ ହୋଇଲା ମେଲାଣି। ଯାଇ ତା ମନ୍ଦିରେ ପ୍ରବେଶ, ପତ୍ନୀ ବୋଲଇ ଭୁଞ୍ଜି ବସ। ଶୁଣି ଚରଣ ଧୋଇ ବସି, ପତ୍ନୀ ତା ଭୋଜନ ପରସି। ଉଆ ଚାଉଳ ପେଜ ଯାଉ, ରାନ୍ଧିବା ମାତ୍ରକେ ଓହ୍ଲାଉ। ନୂଆ ହାଣ୍ଡିରେ ରାନ୍ଧି କରି, ରଖି ଯେ ଥିଲା ତାର ନାରୀ। ହାଣ୍ଡିକି ସମାନ ହୋଇଛି, ଉଣା ଅଧିକ ନାହିଁ କିଛି। ଉପରେ ପଡ଼ିଅଛି ସର, ଶାଗ ମେଞ୍ଚିଏ ତା ଉପର। ରଖନ୍ତେ ପଡ଼ିଲା ଲହସି, ଅଳପ ଶେଷ ମାତ୍ର ଦିଶି। ରଖିଲା ସ୍ୱାମୀ ଆଗେ ନେଇ, ସ୍ୱାମୀ ତା ଦେଲା କନାଇ। ସୁରଙ୍ଗ ଦିଶେ ହାଣ୍ଡି ଧାର, ମଧ୍ୟେ ଧବଳ ପେଜ ସାର। ତା ମଧ୍ୟେ ଶାଗ ଦିଶେ କଳା, ବୋଲେ ଶ୍ଵେତ ପଦ୍ମଡୋଳା। ଏହା ମୁଁ ଖାଇବି କେମନ୍ତେ, ବୋଲି ଭାବନା କରିଚିତେ। ଦେହ ହୋଇଲା କମ୍ପମାନ, ବଦନୁ ନ ସ୍ଫୁରେ ବଚନ। ନେତ୍ର ଯୁଗଳୁ ଲୁହ ଗଳି, ତାଙ୍କରି ଗଲା ରୋମା ବଳି। ଉଠିଲା ବାଇ ପ୍ରାୟ ହୋଇ, କାହାକୁ ଅବା କିସ କହି। କରେ ବଜାଇ କରତାଳି, ରଙ୍ଗେ ନାଚଇ ଢଳି ଢଳି। ତା ଦେଖି ପତ୍ନୀ ଡକା ପାରି, ସେ ଗ୍ରାମ ଲୋକଙ୍କୁ ହକାରି। ଧାଇଁ ଅଇଲେ ଜଣ କେତେ, କହିଲା ତାହାଙ୍କ ଗ୍ରତେ। ସ୍ୱାମୀ ମୋ କ୍ଷେତ୍ରେ ଯାଇଥିଲେ, ବାଦେ ସେ କିସ କରିଦେଲେ। ଦେଖ ସାକ୍ଷାତେ ହେଲା ବାଇ, କି ବୁଦ୍ଧି କରିବଇ ମୁହିଁ। ତାହା ଶୁଣିଣ ଜନ ଧୀରେ, କହନ୍ତି ଦାସୀ ଆଗରେ। କହ ତୁ କିମ୍ପାଏ ମନ୍ତ, ଡେଇଁଛୁ ନ ଖାଇଣ ଭାତ। ତା ଶୁଣି ଦାସିଆ କହଇ, ଶୁଣ ହେ ସମସ୍ତ ଗୋସାଇଁ। ହାଣ୍ଡି ସୁରଙ୍ଗ ପେଜ ଧଳା, ତା ମଧ୍ୟେ ଶାଗ ଦିଶେ କଳା। ସାକ୍ଷାତେ ପଦ୍ମଡୋଳା ଏହି, ଗୋଳିକି ରୂପେ ଖାଇବଇଁ। ଏମନ୍ତ କହି ଭାବ ଭୋଳେ, ନୃତ୍ୟ କରଇ ଅବହେଳେ। ଏହା ଶୁଣିଣ ସର୍ବଜନ, ବୋଇଲେ ଧନ୍ୟ ତୋ ଜୀବନ। ଏ ଭାବ ପାଇଲୁ ତୁ କାହିଁ, କୃପା କି କଲେ ଭାବଗ୍ରାହୀ। ଆମ୍ଭେ ସମସ୍ତେ ହେଲୁ ତୋଷ, ତୋ ନାମ ବାଲି ଗ୍ରାମ ଦାସ। ପତ୍ନୀ କି ବୋଇଲେ ଲୋ ଶୁଣ, ସେ ହାଣ୍ଡି ଅଲଗା କରିଣ। ଆର ହାଣ୍ଡିରେ ପେଜ ଭରି, ଶାଗକୁ ଦିଅ ଭିନ୍ନ କରି। ସେ ଶୁଣି ସେହିପରି କଲା, ସ୍ୱାମୀ ଆଗରେ ନେଇ ଦେଲା। ତା ଦେଖି ବାଲି ଗ୍ରାମ ଦାସ, ଖାଇ ସେ ହୋଇଲା ହରସ। ମୁଖ ପଖାଳି ଭାବ ଭୋଳେ, ଚିତ୍ତ ନିବେଶି ପଦ୍ମଡୋଳେ। ସେ ଶବ୍ଦ ବିନା ଅନ୍ୟ ତାର, ପଶଇ ନାହିଁ କର୍ଣ୍ଣ ଦ୍ୱାର। କେବଳ ଶ୍ଵେତ ପଦ୍ମଡୋଳା, ଭାବି ଭାବରେ ହେଲା ଭୋଳା। ରାତ୍ର ଦିବସ ସେ ନ ଜାଣି, ବିଷୟା ବିଷ ପ୍ରାୟ ମଣି। ଅନ୍ନ ଭୋଜନ ଆଶା ନାହିଁ,
ଯାଉ ବା ଥାଉ ନିଜ ଦେହି। ସତ୍ୟ ବଚନ କଲା ସାର, ଯେ ମିଥ୍ୟା କହେ ଶତ୍ରୁ ତାର। ଦୟା ବିନୟ ଶାନ୍ତି ଭାବ, ଚିନ୍ତଇ ମନେ ପଦ୍ମନାଭ। ସକଳ ଇନ୍ଦ୍ରିୟ ନିବାରି, ଚିନ୍ତଇ ଶଙ୍ଖ ଚକ୍ରଧାରୀ। ସେ ଯେଉଁ ଶ୍ରୀମୁଖ ଲାବଣ୍ୟ, ନୟନ ବୁଜି କରେ ଧ୍ୟାନ। ସେ ଯେଉଁ ନନ୍ଦୀ ଘୋଷ ରଥେ, ମନକୁ ଥୋଇଲା ନିରତେ। ସେ ଯେଉଁ ଘଣ୍ଟ ବାଦ୍ୟ ସୋନ, ତହିଁକି ଡେରି ଥାଇ କର୍ଣ୍ଣ। ଅଭୟ ପାଦ ପଦ୍ମ ଗତେ, ମଉଳି ନିବେଶି ତୁରିତେ। ବଦନେ ଏକାଦାରୁ ହରି, ରଟଇ ଦିବସ ସର୍ବରି। ବିଷୟ କର୍ମ ମାନ କରେ, ଚିତ୍ତ ନିବେଶି ହରି ଠାରେ। ଏମନ୍ତେ ଗଲା ଦିନା କେତେ, ତା ଭାବ ଜାଣି ଜଗନ୍ନାଥ। ଯେ ପ୍ରଭୁ ଭକତ ବତ୍ସଳ, ଭକତ ଭାବ ଯାର ମୂଳ। ନାହିଁ ତା ଜାତି କ୍ରିୟା କର୍ମ, ନାହିଁ ତପସ୍ୟା ଦାନ ଧର୍ମ। ନାନା ବ୍ରତାଦି ତୀର୍ଥ ଯେତେ, କିଛି ନ ରୁଚେ ତାର ଚିତ୍ତେ। କିସ ହୋଇବ ଦାନ ପୁଣ୍ୟ, ଯେତେ ବା କଲେ ସେ ବାର୍ଚନ। ଏଣେ ପାଇବ ୟାଙ୍କୁ କାହିଁ, ଯହିଁ ଲୋଡ଼ିଲେ ତହିଁ ଥାଇ। ଭାବରୁ ବନ୍ଧୁ ଭାବଗ୍ରାହୀ, ସକଳ ଯିବେ ଦୟା ବହି। ମନରୁ ଛାଡ଼ି ସର୍ବ ଭୟ, ନିରତେ ଆନନ୍ଦ ହୃଦୟ। କରିବ ହରି ନାମ ମୂଳ, ମୂଳଟି ବିଶ୍ୱାସ କେବଳ। ଦୃଢ଼େ ଚିନ୍ତଇ ତାଙ୍କୁ ଯେହି, ସେ ହରି ଥାଏ ତାର ତହିଁ। ଏକଥା ଅଟଇ ପ୍ରମାଣ, ଶୁଣ ହେ ମନ ନୃପରାଣ। ସେ ଭକ୍ତ ସେହି ଭାବ ବିନେ, କିଛି ନ ଜାଣେ ରାତ୍ରି ଦିନେ। ଏକ ଦିନେ ସେ ଶୟନରେ, ମନ ନିବେଶି ଶ୍ରୀପୟରେ। ହୋଇଣ ଅତି ଶ୍ରଦ୍ଧାବନ୍ତ, ବିଚାର କଲା ତାର ଚିତ୍ତ। କୃପା କି କରିବେ ଶ୍ରୀହରି, ଦେଖିବି ଶଙ୍ଖ ଚକ୍ରଧାରୀ। ତା ମନ ଜାଣି ଭଗବାନ, ତେଜିଲେ ରତ୍ନ ସିଂହାସନ। ବିଜୟ କଲେ ପିତବାସ, ମିଳିଲେ ଭକତର ପାଶ। ଦେଖିଲା ନୟନ ପୁରାଇ, ବୋଇଲା ନମ ଭାବଗ୍ରାହୀ। ରଥେ ମୁଁ ଦେଖିଥିଲି ଯାହା, ସାକ୍ଷାତେ ଦେଖିଲଇଁ ତାହା। ବ୍ରହ୍ମା ଇନ୍ଦ୍ରାଦି ସୁରାସୁର, ଯକ୍ଷ ଗନ୍ଧର୍ବ ଯେ କିନ୍ନର। ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ, ଚିନ୍ତନ୍ତି ଯେ ହରି ଚରଣ। ମନେ କରନ୍ତି ନିତ୍ୟ ଭାବ, ତାଙ୍କୁ ତ ଦର୍ଶନ ଦୁର୍ଲଭ। ମୁଁ ଯେ ଅଜ୍ଞାନୀହୀନ ଜାତି, ନାହିଁ ମୋ ଭକ୍ତି କ୍ରିୟା ଗତି। ବିଜୟ କଲ ମୋର ପୁର, ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର। ତା ଶୁଣି ପ୍ରଭୁ ପିତବାସ, ବୋଲନ୍ତି ଶୁଣ ଆରେ ଦାସ। ସ୍ୱର୍ଗାଦି ଅପବର୍ଗ ଯେତେ, କେବେ ନ ରସେ ମୋର ଚିତ୍ତେ। ଭକତି ଭରେ ଯେ ଭଜଇ, ମୋ ମନ ତାଠାରେ ମଜଇ। ତେଣୁ ତୋ ଭାବ ମୂଳ ମୋର, ହେ ଭକ୍ତ ମାଗି ଘେନ ବର। ଶୁଣି ବାଲିଆ ଦାସ ତ ସେ, ଜଣାଏ ପ୍ରଭୁଙ୍କର ପାଶେ। ପଦ୍ମଚରଣ ତୁମ୍ଭ ଭାବି, କୋଟିଏ ବାର ଲୁଚି ଯିବି।
ବରେ ମୋ ପ୍ରୟୋଜନ ନାହିଁ, ଏତେକ ଦେବ ଭାବଗ୍ରାହୀ। ତୋ ଭକ୍ତମାନଙ୍କ ଚରଣେ ମୋ ମନ ଥାଉ ଅନୁକ୍ଷଣେ। ଯେବେ ମୁଁ ମନରେ ଭାବିବି ତୁମ୍ଭ ଦର୍ଶନ ପାଉଥିବି। ଏବର ମୋତେ ଆଜ୍ଞା ହେଉ, ଅଧିକ ଲୋଡ଼ା ନାହିଁ ଆଉ। ତା ଶୁଣି ପ୍ରଭୁ ଭଗବାନ ବୋଇଲେ ଧନ୍ୟ ତୋ ଜୀବନ। ତୁ ଯେବେ ଯିବୁ କ୍ଷେତ୍ରବରେ, ମୁଁ ଥିବି ନୀଳ ଚକ୍ରପୁରେ। ତହିଁ ଚିନ୍ତିବୁ ଯେଉଁ ରୂପ, ମୁଁ ହେବି ତେମନ୍ତ ସ୍ୱରୂପ। ତୁ ଯେଉଁ ଦ୍ରବ୍ୟ ଯାଚି ଦେବୁ, ଆମ୍ଭେ ତା ଅବଶ୍ୟ ଭୁଞ୍ଜିବୁ। ଏବର ତୋତେ ଅସ୍ତୁ ହେଉ, ବୋଲି ବିଜୟ ମହାବାହୁ। ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ, ଶୁଣ ହେ ସୁମନ ରାଜନ। ଭକତ ଭାବରେ ସେ ବସ, ଅଭାବ ନ ପାଇବ ଲେଶ। ଶୁଣ ହେ ପ୍ରଭୁ ନୃପନାଥେ, ଏଥି ଉତ୍ତାରୁ କଥା ଯେତେ। ଏମନ୍ତ ବର ଭକ୍ତ ପାଇ, ଆନନ୍ଦ କେ ପାରିବ କହି। ରଜନୀ ପ୍ରଭାତରୁ ଉଠି, ଶ୍ରୀ ଜଗନ୍ନାଥ ନାମ ରଟି। ବସ୍ତ୍ର ଖଣ୍ଡିଏ ଥିଲା ବୁଣି, ବାଣ କଉଡ଼ି ଗଲାଣି। ସେ ବସ୍ତ୍ର ବିପ୍ର ଘରେ ଦେଇ, ଦ୍ୱାରେ ଅଛଇ ଉଭା ହୋଇ। ଦେଖିଲା ନାରିକେଳ ଗଛ, ବହୁତ ହୋଇ ନାହିଁ ଉଚ୍ଚ। ଏକଇ ଫଳ ଫଳି ଅଛି, ତା ଦେଖି ବ୍ରାହ୍ମଣକୁ ପୁଛି। ଏ ଫଳ ଗୋଟି ମୋତେ ଦିଅ, ବାଣ କଉଡ଼ି କାଟି ନିଅ। ତା ଶୁଣି ବ୍ରାହ୍ମଣ କହଇ, ପ୍ରଥମ ଫଳ ଗୋଟି ଏହି। ଏ ଫଳ ଗୋଟି ଯଦି ନେବୁ, କହ କଉଡ଼ି କେତେ ଦେବୁ। ଦାସେ ବୋଲନ୍ତି ତୁମ୍ଭ ମନ, ଯେତେକ ଅଛି ତେତେ ଘେନ। ବ୍ରାହ୍ମଣ ବୋଲଇ ତୁ ଶୁଣ, ଏ ବସ୍ତ୍ର ଖଣ୍ଡ ଯେତେ ଜାଣ। ତେତେକ ଯେବେ ଛାଡ଼ି ଦେବୁ, ତେବେ ଫଳ ଗୋଟି ନେବୁ। ଦାସେ ବୋଲଇ ହେଉ ନିଅ, ଏ ଫଳ ଗୋଟି ମୋତେ ଦିଅ। ଏମନ୍ତେ ବୋଲି ଗଲା ଧାଇଁ, ସ୍ନାନ ଶୌଚ ଆଦି ହୋଇ। ଲେଉଟି ଅଇଲା ତୁରିତେ, ମିଳିଲା ବ୍ରାହ୍ମଣ ଅଗ୍ରତେ। ବ୍ରାହ୍ମଣ ତୋଳାଇ ସେ ଫଳ, ଛଡ଼ାଇ ରଖିଛି ବକଳ। ସେ ଫଳ ଘେନି ଗଲେ ଦାସେ, ଅତ୍ୟନ୍ତ ମନର ହରଷେ। ଯାଉଁ ଯାଉଁ ସେ ପଥେ ପୁଣ, ଦେଖିଲା ଏକଇ ବ୍ରାହ୍ମଣ। ପଇଡ଼ ଶ୍ରୀଫଳ ପଣସ, ଆମ୍ବ କଦଳୀ କ୍ଷୁରସ। ଛେନା ଗୋଟିକା ଦୁଧ ଦହି, ଘୃତନ ଭାତ ଦିବ୍ୟ ଖଇ। ଏମାନ ଘେନାଇ ସଙ୍ଗତେ, ପ୍ରଭୁଙ୍କ ମଣୋହି ନିମନ୍ତେ। ସେହି ବ୍ରାହ୍ମଣ ଯାଉଥିଲେ, ତାହାଙ୍କ ପାଶରେ ମିଳିଲେ। ଦାସେ ବୋଇଲେ ବିପ୍ରବର, କଥାଏ ଶୁଣିବ କି ମୋର। ଏ ତୁମ୍ଭ ଦ୍ରବ୍ୟ ମାନ ଯେତେ, ନେଇଣ ପ୍ରଭୁଙ୍କ ଗ୍ରତେ। ମଣୋହି କରାଇ ସାରିବ, ମୋ କଥା ମନେ ପକାଇବ। ଏ ମୋ ଶ୍ରୀଫଳ ଗୋଟି ଧରି, ଗରୁଡ଼ ପଛେ ରହି କରି। ବୋଲିବ ବାଲି ଗ୍ରାମ ଦାସ,
ଦେଇଛି ନିୟପିତ ବାସ। ସେ ଯେବେ ଶ୍ରୀହସ୍ତ ବଢ଼ାଇ ତୁମ୍ଭର ହସ୍ତରୁ ଛଡ଼ାଇ ଘେନିବେ ଯେବେ ତାଙ୍କୁ ଦେବ, ନୋହିଲେ ଆଣି ମୋତେ ଦେବ। ଏମନ୍ତ ବୋଲି ଫଳ ଦେଲା, ଅନେକ ବିନୟେ କହିଲା। ତା ଶୁଣି ବିପ୍ର ହସି ଦେଲେ, ସେ ଫଳ ଘେନି ଚଳିଗଲେ। କ୍ଷେତ୍ରରେ ହୋଇଲେ ପ୍ରବେଶ, ଏଣେ ଘରକୁ ଗଲେ ଦାସ। ଏଥି ଉତ୍ତାରେ ସେ ବ୍ରାହ୍ମଣ, ପ୍ରଭୁ ସେବକଙ୍କୁ ରାଇଣ। ସକଳ ଦ୍ରବ୍ୟମାନ ଦେଲେ, ପ୍ରଭୁ ମଣ ହିଁ କରାଇଲେ। ଅତି ଆନନ୍ଦେ ମୋଦ ଭରି, ମହାପ୍ରସାଦ ସେବା କରି। ଉଠିଣ କରନ୍ତେ ଗମନ, ପଡ଼ିଲା ଦାସ କଥା ମନ। ବୋଇଲେ ବାଲିଗାଁ ବାଉରି, ଶ୍ରୀଫଳ ଗୋଟି ଦେଇ କରି। ଯାହା ସେ ଦେଇଛି ମୋହରେ, ତା ଦେଖି ବୁଝି ବାଟି ଥରେ। ଏମନ୍ତ ମନେ ବିଚାରିଲେ, ଶ୍ରୀଫଳ ଗୋଟି ଅଣାଇଲେ। ଗରୁଡ଼ ପଛେ ରହି କରି, ବୋଇଲେ ନମ ଦାରୁ ହରି। ବାଲିଗାଁ ଦାସ ଅଛି ଦେଇ, ଘେନିବ ଶ୍ରୀହସ୍ତ ବଢ଼ାଇ। ନୋହିଲେ ଲେଉଟାଇ ଦେବି, ନୟନ ବୁଜି ଏହା ଭାବି। ତାହା ଜାଣିଲେ ଭାବଗ୍ରାହୀ, ଶ୍ରୀହସ୍ତ ଦେଲେ କ ବଢ଼ାଇ। ବିପ୍ର ହସ୍ତରୁ ଘେନି ଗଲେ, ସୁଖରେ ମଣ ହିଁ ତା କଲେ। କମଳା ନ ପାଇଲେ ଲେଶ, ଦେଖ ସେ ଭକତ ବିଶ୍ୱାସ। ତା ଦେଖି ବିପ୍ର ଭାବେ ଭୋଳ, ନୟନ ବହେ ଅଶ୍ରୁ ଜଳ। ବୋଇଲେ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା ଧନ୍ୟ। ଧନ୍ୟ ହେ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିତ ବାସ। ଏମନ୍ତ ବୋଲି ସ୍ତୁତି କରି, ଦେଉଳେ ପଡ଼ିଗଲା ହୁରି। ଶୁଣ ହେ ମନ ମହାରଥା, ଏଥି ଉତ୍ତାରେ ଯେତେ କଥା। ବାଲିଗାଁ ଦାସ ଏକ ଦିନେ, ବିଚାର କଲା ତାର ମନେ। ବୋଲେ ମୁଁ କ୍ଷେତ୍ର ବରେ ଯିବି, ପ୍ରଭୁଙ୍କ ଦର୍ଶନ କରିବି। କିସ ମୁଁ ଘେନି ଯିବି ହସ୍ତେ, ସେ ପ୍ରଭୁ ମଣ ହିଁ ନିମନ୍ତେ। ଏମନ୍ତେ ବିଚାରନ୍ତେ ବସି, ପାଚିଲା ଆମ୍ବ ବିକାଶୀ। ତା ଦେଖି ହୋଇଲେ ହରସ, ବାଛି କିଣିଲେ ପୁଞ୍ଜା 10। ଉତ୍ତମ ସୁରଙ୍ଗ ହୋଇଛି, ଅନ୍ୟ କଳଙ୍କ ନାହିଁ କିଛି। ରସାଳ ତାଳ ରସମାନ, ଦେଖି ହରସ ହେଲା ମନ। ଉତ୍ତମ ସୂଚିମନ୍ତ ହୋଇ, ଭାର କରିଣ କନ୍ଧେ ବହି। ପ୍ରବେଶ କ୍ଷେତ୍ର ବରେ ହେଲେ,
ଦେଖି ସେବକେ ଗୋଳ କଲେ କେବଳେ ମୁହିଁ ଘେନି ଯିବି ପ୍ରଭୁଙ୍କ ଆଗେ ନେଇ ଦେବି କେବଳେ ମୁହିଁ ସିନା ସବୁ ଦେଖେ କେମନ୍ତେ ତୁହି ନେବୁ କେବଳେ ଏଣେ ଘେନି ଆସ ଏ ଆମ୍ବ ନେବି ମୁଁ ଅବଶ୍ୟ ଏମନ୍ତ ବୋଲି ଝିଙ୍କା ଝିଙ୍କି ହୋଇ ଗୋଡ଼ାନ୍ତି ଆମ୍ବ ଦେଖି ତା ଦେଖି ବାଲି ଗ୍ରାମ ଦାସ ଅଳପ ହେଲା ହସ ହସ ବୋଇଲା ଶୁଣ ହେ ଗୋସାଇଁ ମୁଁ ତ କାହାକୁ ଦେବି ନାହିଁ ଶୁଣି ସେବକ କଲେ ରୋଷ ବୋଇଲେ ଶୁଣ ଆରେ ଦାସ ଯେବେ ତୁ ଆମ୍ଭଙ୍କୁ ନ ଦେବୁ କହ ତୁ ଏହା କି କରିବୁ ଏ ପ୍ରଭୁ ଅଲଣିଆ ଧନ ଏହା ଛୁଇଁତେ କେ ଭାଜନ ତୁ ନେଇ କି କରିପାରିବୁ ଆମ୍ଭଙ୍କୁ ସିନା ଯାଚି ଦେବୁ ତା ଶୁଣି ବାଲି ଗ୍ରାମ ଦାସ ପଛକୁ ଘୁଞ୍ଚି ଭଡ଼ା ଦଶ କନ୍ଧରୁ ଭାର ତଳେ ଥୋଇ ନୀଳ ଚକ୍ରକୁ ଦେଲା ଚାହିଁ ବିଜୟ ବ୍ରହ୍ମାଣ୍ଡ ଗୋସାଇଁ ବୋଲେ ମୁଁ ପରି ମୁଣ୍ଡ ଯାଇ ମୋ ଛାର ପାଇଁ ଏଡ଼େ ସତ୍ୟ ବୋଲେ ମସ୍ତକେ ଦେଲା ହସ୍ତ ଅନେକ ପ୍रणिपात କଲା ପାଚିଲା ଆମ୍ବକୁ ଧଇଲା ବୋଇଲା ଶୁଣ ଭଗବାନ ଏ ଯେବେ ତୁମ୍ଭ ନିଜ ଧନ ତୁମ୍ଭ ଇଚ୍ଛାରେ ଭୋଗ କର ଗୋଳ କିମ୍ପାଇଁ ଏହାଙ୍କର ଏମନ୍ତ ଯାଚୁ କରେ ଧରି ସେ ଆମ୍ବ ଶୂନ୍ୟ ଗଲା ଚଳି ପଡ଼ିଲା ପ୍ରଭୁଙ୍କର ହସ୍ତେ ଭୋଜନ କଲେ ଜଗନ୍ନାଥେ ଯୋଡ଼ିକି ଯୋଡ଼ି ଏହିପରି ହସ୍ତ ବଢ଼ାଇ ନେଲେ ହରି ସବୁ ଭୁଞ୍ଜିଲେ ଚକ୍ର ପାଣି ସେ ପ୍ରଭୁ ଭକ୍ତ ଚିନ୍ତାମଣି ହେ ମନ ଶୁଣ ମନ ଦେଇ ନିଜ ସ୍ୱଭାବ ତାଙ୍କ ଏହି ଯେ ଯେଡ଼େ ନୀଚ ଜାତି ହେଉ ସେ ଏକା ଭକ୍ତି ଭାବେ ଥାଉ ତାହାର ପୁତ୍ର ଫଳ ପୁଷ୍ପ ପାଇଲେ ଶ୍ରୀହରି ସନ୍ତୋଷ ଯେ ନର ଉଚ୍ଚ ଜାତି ହେଉ ଶ୍ରୀହରି ଭକତି ନ ଥାଉ ସେ ଯେତେ ସ୍ୱାଦୁ ଦ୍ରବ୍ୟ ଦେଲେ ପ୍ରଭୁ ନ ଛୁଅନ୍ତି ତା ଭଲେ ଏଣୁ ସେ ଭକ୍ତ ଦ୍ରବ୍ୟ ସାରି ଅନ୍ତର ହେଲେ ନରହରି ଯେତେକ ଜନ ଥିଲେ ତହିଁ ଦେଖୁ ଯେ ଥିଲେ ଉଭା ହୋଇ ବୋଇଲେ ଆମ୍ବ କେଣେ ଗଲା କେଥେ ମାୟା କରିନେଲା ଦାସେ ବୋଇଲେ ଦେଖ ଯାଇ ଭୁଞ୍ଜିଲେ ବ୍ରହ୍ମାଣ୍ଡ ଗୋସାଇଁ ଶୁଣି ସେ କଥା ଧାଇଁ ଗଲେ ଦେଉଳେ ପ୍ରବେଶ ହୋଇଲେ ଦେଖିଲେ ରତ୍ନ ସିଂହାସନ ପଡ଼ିଛି ଟାକ୍ୱା ଚୋପାମାନ
ତା ଦେଖି ହେଲେ ଆଚମ୍ବିତ, ବୋଇଲେ ଧନ୍ୟରେ ଭକତ। ପ୍ରଭୁଙ୍କୁ କିଣିଲୁ ଭାବରେ, ତୋ ପରା କେ ଅଛି ସଂସାରେ। ନାହିଁ ନୋହିବ ତୋହ ପରି, ଆମ୍ଭେ ତ କେଉଁ ଗୁଣେଶ୍ୱରୀ। ଏମନ୍ତ କହି ଚଳିଗଲେ, ପ୍ରଭୁଙ୍କ ଧଣ୍ଡା ମାନ ନେଲେ। ବାଲିଗାଁ ଦାସ ଗଳେ ଦେଇ, ବୋଇଲେ ଭକ୍ତ ଶ୍ରେଷ୍ଠ ତୁହି। ତୋ ଯଶ ରହିଲା ଜଗତେ, ପରମ ପଦ ମିଳୁ ତୋତେ। ଏମନ୍ତେ କହି ସେ କଲ୍ୟାଣ, କଲେ ସକଳ ବିପ୍ରଗଣ। ତା ଶୁଣି ଦାସ ଭାବ ଭୋଳେ, ପଡ଼ି ବିପ୍ରଙ୍କ ପାଦ ତଳେ। ତାହାଙ୍କ ଚରଣରୁ ଧୂଳି, ମଣ୍ଡନ କଲା କମଉଳି। ଅନେକ ଦଣ୍ଡବତ କରି, ବୋଇଲେ ମୋଛାର ଦାଉରି। ମୋଠାରେ ଏଡ଼େ କୃପା କଲ, ତେଣୁ ମୋହର ଭାଗ୍ୟ ଭଲ। ଏମନ୍ତ ବୋଲି ହୃଦଗତେ, ହରିଙ୍କି ଚିନ୍ତିଲା ତୁରିତେ। ବୋଲଇ ନମ ଚକ୍ରପାଣି, ନମ ସର୍ବଜ୍ଞ ଚୂଡ଼ାମଣି। ଏହା ମୁଁ ବିଚାରଇ ଚିତେ, ମତ୍ସାଦି ଅବତାର ଯେତେ। ବାରେ କରାଅ ଦର୍ଶନ, ପବିତ୍ର କର ମୋ ଜୀବନ। ଏମନ୍ତେ ବିଚାରନ୍ତେ ଚିତେ, ତାହା ଜାଣିଲେ ଜଗନ୍ନାଥେ। ନୀଳଚକ୍ରରେ ବିଜେ କରି, ଯେ ବଣ ବିଧି ରୂପ ଧରି। ମତ୍ସ୍ୟ କଳକି ରୂପ ଯାଏ, ଦର୍ଶନ ଦେଲେ ଦେବରାଏ। ଅନେକ ଦଣ୍ଡବତ କଲା, ଉଠି କାଖରେ କର ଦେଲା। ବୋଇଲା ନିସ୍ତରିଲି ମୋହି, ତୋ କୃପା ଆହ୍ଲାଦ ପାଇ। ଏମନ୍ତ ବୋଲି ଗଲା ଚଳି, ନିଜ ମନ୍ଦିରେ ଯାଇ ମିଳି। ସେ ହରି ଭାବେ ମନ ଦେଇ, ସୁଖେ ବଞ୍ଚିଲା କାଳ ସେହି। ପରମ ପଦକୁ ଲୋଭିଲା, ଭକତ ପଣେ ଗଣା ହେଲା। ଶୁଣ ହେ ମନ ନୃପମଣି, ଏ ଦାଢ଼୍ୟ ଭକ୍ତି ରସବାଣୀ। ପଢ଼ି ଶୁଣନ୍ତି ଯେଉଁ ଜନ, ଲଭନ୍ତି ଚଉବର୍ଗମାନ। କହଇ ରାସ ଦାସ ଦ୍ୱିଜ, ମୋ ପ୍ରଭୁ ଶଙ୍ଖ ଚକ୍ରଭୁଜ। ସୁଜନେ ଏଣେ କର ଲୟ, ଆଉ ନଥିବ ଯମ ଭୟ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ। ବାଲିଗାଁ ଦାସ ବାଉରି ଦାଢ଼୍ୟତା ଭାବ ବର୍ଣ୍ଣନେ ନାମ ଅଷ୍ଟାବିଂଶ ଅଧ୍ୟାୟ। 19 ଅଧ୍ୟାୟ ତୁଳସୀଦାସ ସମ୍ବାଦ। ମନୋବାଚ କହଇ ସୁମନ ହରଷେ, ଶୁଣ ଚୈତନ୍ୟ ଅତୀତ ସେ। ଶୁଣି ଶ୍ରୀହରି ଭକ୍ତ କଥା, ଶ୍ରବଣେ ଖଣ୍ଡେ ଭବ ବ୍ୟଥା। ଆହୁରି ଶୁଣିବାକୁ ମନ, ପୁଣି ବୋଲଇ ଚୈତନ। ଶୁଣ ହୋ ମନ ପୁଣ୍ୟମୟେ, କହିବି ବିଚିତ୍ର କଥାଏ।
ଦକ୍ଷିଣ ଦେଶ ସିନ୍ଧୁ ତୀରେ ବିଜୟା ନାମ ପାଟଣାରେ ଅଟଇ ତାର ନିଜ ବାସ ଜାତିରେ ଅଟେ ରଜପୁତ ତୁଳସୀ ଦାସ ନାମ ତାର ଅତି ସୁନ୍ଦର ସୁକୁମାର ତା ଭାର୍ଯ୍ୟା ନାମ ସତ୍ୟବତୀ ସୁଗୁଣ ସୁଶୀଳା ଯୁବତୀ ସ୍ୱାମୀର ଆଜ୍ଞା ଅଲଙ୍ଘିତ ଏକ ଦୁହିତା ବେନିସୁତ ଅଶ୍ୱ ଚଢ଼ାରେ ସେ ଦକ୍ଷ କ୍ଷତ୍ରିୟ ପଣେ ଅଟେ ମୁଖ୍ୟ ଅତି ରାଜସ ରଜୋଗୁଣୀ ଧାର୍ମିକ ପଣେ ତାକୁ ଗଣି ଦାନୀ ପଣରେ ଜାଣ ସେହି ମାଗିଲେ ପ୍ରାଣ ପାରେ ଦେଇ ଶାନ୍ତ ସୁଶୀଳ ସତ୍ୟବାଦୀ ଦୟାଳୁ ସୁଗୁଣ ସୁବୁଦ୍ଧି ବିପ୍ର ବୈଷ୍ଣବେ ଅତି ଦୟା ଶ୍ରୀକୃଷ୍ଣ ସେବାରେ ନିର୍ମାୟା ଶ୍ରୀରାମ କଥା ବିନାନ ରସଇ ନାହିଁ ତାର ମନ ଜାଣଇ ଏକା ରାମ ବ୍ରହ୍ମ ରାମ ସକଳ ଧର୍ମ କର୍ମ ରାମ ଯେ ଜୀବନ ଠାକୁର ରାମ ସେ ଜାଣ ଈଶ୍ୱର ରାମ ଯେ ଗତି ମୁକ୍ତିଦାତା ତା ବିନୁ ନାହିଁ ନା କରତା ଏମନ୍ତ ବୋଲି ଦିବାନିଶି ଶୁଣଇ ରାମ କଥା ବସି ଏମନ୍ତ ଗଲା କେତେ ଦିନ ଶୁଣ ହେ ସୁମନ ରାଜନ ପ୍ରତ୍ୟହ ସେ ଗ୍ରାମେ ସମସ୍ତ ପଢ଼ନ୍ତି ରାମାୟଣ ଗ୍ରନ୍ଥ ସେ ଭାବ ମଧ୍ୟେ ନୀତି ବସି ଶୁଣୁ ଯେ ଥାଇ ସେ ତୁଳସୀ ଆଦ୍ୟରୁ ପ୍ରାନ୍ତ ପରିଜନ୍ତେ ଗାୟନ କରିବାର ନିତ୍ୟ ଶ୍ରୀରାମ ଜନ୍ମ କର୍ମ ବାଣୀ ଆନନ୍ଦ ହେଉଥାଏ ଶୁଣି କାର୍ମୁକ ଭଗ୍ନ ଆଉ କରି ପରଶୁରାମ ଗର୍ଭ ହରି ତାଡ଼କାବଦ୍ଧ ଶିଳା ନାରୀ ଏକଥା ମାନ ଶୁଣି କରି ଅଙ୍ଗ ପୁଲକ ଉଠୁଥାଇ ଭାବେ ନ ପାରେ କଥା କହି ରାଜ୍ୟରେ ଅଭିଷେକ ହେବା ସମୟ ବନବାସ ଯିବା ଦୁଃଖ ବା ସୁଖ ପାଇବାର ଶୁଣି କମ୍ପଇ ତା ଶରୀର ପୁଣି ସେ ପଞ୍ଚବଟୀ କଥା ଶୁଣି ତା ମନେ ବଡ଼ ବ୍ୟଥା ଶ୍ରୀରାମ ମାୟା ମୃଗ ମାରି ବିଜୟ କଲେ ଧନୁ ଧରି ଲକ୍ଷ୍ମଣ କଟୁ ଭାଗେ ଗଲେ ଏକା ହୋଇଣ ସୀତା ଥିଲେ ଏମନ୍ତ ସମୟ ରାବଣ ଆସି ମିଳିଲା ତତ୍କ୍ଷଣ କପଟେ ହୋଇଣ ସନ୍ନ୍ୟାସୀ ପର୍ଣ୍ଣକୁଟୀରେ ଯାଇ ପଶି ଜାନକୀ ଦେବୀ ଭୁଜ ଧରି ବଳେ ସେ ପଶିଲା ଅଟାରି ରଥରେ ବସାଇଲା ନେଇ ଶୂନ୍ୟ ଗମିଲା ବେଗ ହୋଇ ମିଳିଲା ଲଙ୍କା ପୁରେ ଯାଇ
ସୀତା ଦେବୀଙ୍କି ତହିଁ ଥୋଇ ଏହା ଶ୍ରବଣେ ସେହି ଶୁଣି କୋଳିସଘାତ ପ୍ରାୟ ମଣି କମ୍ପିଲା ଦର୍ଶନ ଧର ସ୍ୱେଦ ପୂରିତ କଳେବର ହଜିଲା ଦେହୁ ବୁଦ୍ଧି ଜ୍ଞାନ ତା ମନ ହେଲା ଅତି ଛନ୍ନ ଦ୍ୱିଯୁଗାନ୍ତର କଥା ଶୁଣି ବର୍ତ୍ତମାନର ପ୍ରାୟ ମଣି କ୍ରୋଧେ ବଚନ ଗଦ ଗଦ ଉଠିଲା କରି ଘୋର ନାଦ ନୟନ ତମ୍ଭା ଚକ୍ର ପ୍ରାଏ ବୋଲଇ ଯିବ କେଉଁଠାଏ ଆଜ ମାରିବି ନାରୀ ଚୋର ସବଂଶ ସହିତେ ତାହାର ନିଜ ଜନନୀ ମୋର ଆଣି ଭେଟାଇ ଦେବି ଚକ୍ର ପାଣି ଏମନ୍ତ ବୋଲି ଧନୁ ଧରି କ୍ରୋଧେ ଅନେକ ସର ଭରି ଢାଲ କଟାରି ଜମଦାଢ଼ କରେ ବରଛା ଅତି ଗାଢ଼ ଧରି ବସିଲା ଅଶ୍ୱପରେ ଧାଇଣ ଦକ୍ଷିଣ ଦିଗରେ ତାହା ଜାଣିଲେ ଭାବଗ୍ରାହୀ ଧାଇଁଲେ ଅସମ୍ଭାଳ ହୋଇ ପବନ ବେଗ ହୋଇ ଚଳି ସାଗର କୂଳେ ଯାଇ ମିଳି ଶ୍ରୀରାମ ସୁମରି ମନରେ ପଶିଲା ସମୁଦ୍ର ଭିତରେ ଆଜ୍ଞା ସେ ଦେଲେ ରଘୁମଣି ଥୋକେ ତୁ ଘୁଞ୍ଚି ସିନ୍ଧୁ ପାଣି ଆଜ୍ଞା ପ୍ରମାଣେ ମହାବାରୀ ଘୁଞ୍ଚି ସେ ଥିଲା ଜୁଣ ଚାରି ତା ପଛେ ବିଜେ ରଘୁବୀର ହୋଇ ଅପୂର୍ବ ଦ୍ୱିଜବର ଡାକିଲେ ଦାସେ ଏହି ବେଳେ ଟିମ୍ପା ପଶୁଛ ସିନ୍ଧୁ ଜଳେ ସେ କଥା ଫେଡ଼ି କହ ମତେ ଏ ଦେହ ନନାଶ ଅର୍ଥେ ତା ଶୁଣି ଦାସ କ୍ରୋଧ ଭର ବୋଇଲେ ଶୁଣ ଦ୍ୱିଜବର ଯେ ସୀତା ଜଗତ ଜନନୀ ତାଙ୍କୁ ରାବଣ ଗଲା ଘେନି ତା ବଂଶ ନିବଂଶ କରିବି ଜାନକୀ ମାନ ଉଦ୍ଧରିବି ରାବଣ ମାରେ ବା ମରିବି ଦୁଇରୁ ଏକା ମୁଁ କରିବି ତା ଶୁଣି ପ୍ରଭୁ ଦାଶରଥି ବୋଇଲେ ଛାଡ଼ ତୁ ଏମତି ଏ ସିନ୍ଧୁ କେମନ୍ତ ତରିବୁ ବିଅର୍ଥେ ଜୀବନ ହାରିବୁ ନ କର ଏମନ୍ତ ସାହସ ବେଗେ ତୁ ବାହୁଡ଼ିଣ ଆସ ତା ଶୁଣି ବୋଲେ ବୀରମଣି ଏ କେତେ ମାତ୍ର ସିନ୍ଧୁ ପାଣି ଲଙ୍ଘିବି କୂପ ଜଳ ପ୍ରାୟ ମାରିବୁ ଦୁଷ୍ଟ ଲଙ୍କରାଏ ଆଉ ନ କହ ତୁମ୍ଭେ କିଛି ଏ ଦେହ ପାଶୋରି ଦେଇଛି ଏହା ଯଦ୍ୟପି ନ କରିବି ଅବଶ୍ୟ ଜୀବନ ହାରିବି ହେବି ପ୍ରଣକ ଟାଳ ମତେ ବୋଲିଣ ଧାଇଁଲା ତୁରିତେ ତାହାର ମନ ପ୍ରଭୁ ଜାଣି ବୋଇଲେ ଧନ୍ୟ ବୀରମଣି
ତୁ ଏବେ ଆସଲେ ଉଟିଣ ଶ୍ରୀରାମ ମାଇଲେ ରାବଣ ସୀତାଙ୍କୁ ଘେନି ବିଜେ କଲେ ତୁ ଏବେ ଯୁଝିବୁ କାତୁଲେ ତାହା ଶୁଣିଣ ବୀରମଣି ବୋଲେ ବ୍ରାହ୍ମଣ ଚୂଡ଼ାମଣି ତୁମ୍ଭେ କହିବ ଯାହା ମତେ ବୋଲେ ମୁଁ ନ ଯାଏ ପରତେ ଅଚଳ ଯେବେ ହେବ ଚଳ ଶୀତଳ ହୋଇବ ନଳ ନିଶାରେ ରବି ଉଦେ ହେବ ସ୍ଥାବର ବଚନ କହିବ ପାଷାଣେ ପଦ୍ମ ଯେ ବିକଶି ଅନଳବର ଶିବ ଶଶୀ ହେମନ୍ତ ହେଲେ ଅବା ହେବ ତୁଳସୀ ଅସନ ଫେରିବ କେବଳ କଥା ଏକ ଅଛି ଯେବେ ମୁଁ ନୟନେ ଦେଖିବି ଶ୍ରୀରାମ ସଙ୍ଗେ ସୀତା ଦେବୀ ଯେବେ ମୁଁ ନୟନେ ଦେଖିବି ଶ୍ରୀକରେ ଥିବ ଧନୁର୍ବାଣ ସଙ୍ଗତେ ସାନ ଜଲକ୍ଷ୍ମଣ ଏହା ମୁଁ ନୟନେ ଦେଖିଲେ ତେବେ ମୁଁ ଲେଉଟିବି ଭଲେ ଏମନ୍ତ ଶୁଣି ଆଦି ମୂଳ ଭଗତ ଭାବେ ହେଲେ ଭୋଳ ତକ୍ଷଣେ ଜନକ କୁମାରୀ ସଙ୍ଗତେ ଘେନି ବିଜେ କରି ପାରୁ ସେ ସାନ ଜଲକ୍ଷ୍ମଣ ଶ୍ରୀକରେ ସୋହେ ଧନୁର୍ବାଣ କୋଟିଏ କନ୍ଦର୍ପର ପ୍ରଭା ଜିଣି ଶ୍ରୀରାମ ଚନ୍ଦ୍ର ଉଭା ନବୀନ ଘନ ଶ୍ୟାମ ଜିଣି ସୁକାନ୍ତି ଇନ୍ଦ୍ର ନୀଳମଣି ଲଲାଟେ କିରୀଟ ମୁକୁଟ ରତ୍ନମାନଙ୍କ ଝଟ ଝଟ ଶ୍ରବଣେ ମକର କୁଣ୍ଡଳ ଜ୍ୟୋତି ବିରାଜେ ଗଣ୍ଡସ୍ଥଳ ଶ୍ରୀଭୁଜେ ରାଜେ ବୀରନେତ ଶରଣ ରକ୍ଷଣ ନିମିତ୍ତ करे कंकण शोभावन अतुल अमूल्य रतन कितोर दिशे करांगुली रत्न मुद्रिका मान झली धन्य से श्रीमुखर शोभा कोटिए चंद्र जिणी प्रभा कि शोभा नेत्र भारबिंद जगत कर आनंद सोना ससुरंगधर सुकंबु कंठे रत्नहार अति विस्तार वक्षस्थल तहि लंबित वनमाळ श्रीवत्स द्विज पद चिन्ह इंदिरा देवी सदन सिंह कटीरे पीतवास नील घने की विद्युत्रास हेम मेघली जिणी पारे सिद्ध जोगींद्र मनोहरे श्रीरंग पादर माधुरी के कही पारे अंत करी ईश्वर पंच महानने कही न पारिबे वचने ब्रह्मादि सुरेन्द्र किरीटी जेवण पादे पद्मलोटी एमंत रूपे प्रभु विजे
ସରକାର ମୁକ ବେନି ଭୁଜେ ବିକ୍ରମ ସିଂହ ରୂପ ଠାଣି ଦେଖିଣ ଆନନ୍ଦ ଧରଣୀ ଏ ଅନୁରୂପେ ବେନି ପାଶେ ଭ୍ରତ ଶତ୍ରୁଘ୍ନ ଶୋଭା ଦିଶେ ସେ ପ୍ରଭୁ ଚରଣାର ବିନ୍ଦେ ପାମର ରାମ ଦାସ ବନ୍ଦେ ଏମନ୍ତ ବେଶେ ନାରାୟଣ ଡାକିଲେ ଦିହସ୍ତ ଠାରିଣ ତୁଳସୀ ଦାସ ବେଗେ ଆସ ଦେଖ ତ ମନ ବାଞ୍ଛା ବେଶ ତୁଳସୀ ଦାସ ଦେଖି କରି ଅଶ୍ଵ ଫେରାଇ ବକ୍ର କରି ପ୍ରଭୁଙ୍କୁ ଅନାଇଣ ଦେଲା ଅଶ୍ଵ ଉପରୁ ଉତୁରିଲା ଅଶେଷ ବ୍ରହ୍ମାଣ୍ଡର ଶୋଭା ଆନକି ପଟାନ୍ତର ଦେବା ଦେଖି ତା ନେତ୍ରାନନ୍ଦ ଭୋଳେ ଶୋଇଲା ଯାଇ ପାଦ ତଳେ ଉଠି କପାଳେ କର ଦେଇ ବୋଲେ ମୋ ପରି ମୁକ୍ତା ଯାଇ ଆଜି କି ଭାଗ୍ୟ ବଳ ମୋର ଦେଖିଲି ବ୍ରହ୍ମାଣ୍ଡ ଠାକୁର କି କୃପା କଲ ପ୍ରଭୁ ମୋତେ ପୂର୍ବେ ମୋ ତପ ଥିଲା କେତେ କି ପୁଣ୍ୟ ତୀର୍ଥ କରି ସ୍ନାନ ଦେଇ ମୁଁ ଥିଲି କେତେ ଦାନ ଦ୍ୱିଜବରେ କି ଦାନ ଦେଲି କି ଗଙ୍ଗା ସାଗରେ ଝାସିଲି କି ପୁଣ୍ୟ କ୍ଷେତ୍ରେ ବାସ କରି ହୋଇନଥିଲି ବ୍ରତାଚାରୀ କରି ମୁଁ ଥିଲି ଯଜ୍ଞ କେତେ କି ଶିବ ପୂଜି ବିଧି ମତେ ବ୍ରହ୍ମା ଇନ୍ଦ୍ରାଦି ସଦାଶିବ ଏହାଙ୍କ ଧ୍ୟାନକୁ ଦୁର୍ଲଭ କହ ମୁଁ କେତେ ପୁଣ୍ୟ ବଳେ ପ୍ରଭୁ ଦେଖିଲି ଚର୍ମ ଡୋଳେ ଶୁଣି ବୋଲନ୍ତି ରଘୁପତି ଶୁଣ ତୁଳସୀ ସିଦ୍ଧମତି ତୁ ଯେବେ କହି ଗଲୁ ଧର୍ମ ଏଣେ କାମନା ମନ ଭ୍ରମ ପ୍ରାଣୀଏ କର୍ମ କଲେ ଯେତେ ସେ ମତେ ପାଇବେ କେମନ୍ତେ ଯେ ଭଜେ ନିଷ୍କାମରେ ମତେ ମୁଁ ଥାଇ ତାହାର ସଙ୍ଗତେ ତୁ ଦେହ ବୁଦ୍ଧି ଛାଡ଼ି ଏବେ ପଶିଲୁ ମହାନବ ଗର୍ଭେ ଯେ ସନେ ବୀର ହନୁମାନ ତା ମନ ତ ମନ ସମାନ ଯେଣୁ ମୁଁ ହୋଇଲି ପ୍ରସନ୍ନ ହେ ଭକ୍ତ ବର ମାଗି ଘେନ ଶୁଣି ତୁଳସୀ ଗଦ ଗଦେ ନମିଲା ଶ୍ରୀରାମର ପାଦେ କାକୁସ୍ଥେ କହେ ଧୀର ବାଣୀ ହେ ସୂର୍ଯ୍ୟ ବଂଶ ଚୂଡ଼ାମଣି ଯେବେ ତୁ ବର ଦେବୁ ମୋତେ ବାଞ୍ଛିଲେ ଦେଖୁଥିବି ତୋତେ ଅହି ସ୍ୱରୂପ ତିନି ମୂର୍ତ୍ତି ଦର୍ଶନ କରୁଥିବି ନୀତି ଯହିଁ ବାଞ୍ଛିବି ତହିଁ ହେବ ଏ ବର ଦେବ ହେ ରାଘବ ଅସ୍ତୁ ବୋଇଲେ ଭାବ ଗ୍ରାହୀ ଆନନ୍ଦେ ଭକ୍ତେ ବର ଦେଇ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ଶୁଣ ହେ ସୁମନ ରାଜନ ଏଡ଼େ କୃପାଳୁ ରଘୁବାଳ ଭକତ ଭାବ ତାଙ୍କ ମୂଳ ଏମନ୍ତ ପ୍ରଭୁ ସେବା ତେଜି
ଯେ ନର ଅନ୍ୟ ଦେବେ ଭଜି ପିୟୁଷ ତେଜି ସୁରାପାନ ସେ ନର କରଇ ସମାନ ଏଥି ଉତାରୁ ଶୁଣ ମନ ତୁଳସୀ ଦାସର ବିଧାନ ସଂସାର ଲୋଭ ଦୂର କରି ପିନ୍ଧିଲା ବସ୍ତ୍ର ବେଗେ ଚିରି ଡୋର କୌପିନ ଆଶ୍ରେ କଲା ତୀର୍ଥ ସାଗରେ ଚଳିଗଲା ଅନ୍ନ ଭୋଜନ ନାହିଁ ସ୍ନେହ ଆନନ୍ଦେ ଫୁଲୁଥାଏ ଦେହ କାହିଁ ବା ଫଳମୂଳ ନୀର କାହିଁ ବା ସୁପକ ଆହାର ସନ୍ତୋଷେ ନାହିଁ ଯେ ସ୍ନେହ ଆନନ୍ଦେ ଫୁଲୁଥାଏ ଦେହ କାହିଁ ବା ଫଳମୂଳ ନୀର କାହିଁ ବା ସୁପକ ଆହାର ଏମନ୍ତ କେତେ ଦିନ ଗଲା ଶ୍ରୀ ବୃନ୍ଦାବନରେ ମିଳିଲା ବୁଲି ଦେଖିଲା ସର୍ବସ୍ଥାନ କାଳିନ୍ଦୀ ଗିରି ଗୋବର୍ଦ୍ଧନ ଦ୍ୱାଦଶ ବନ ଆଦି ଯେତେ ସର୍ବ ଦେଖିଲା ବିଧି ମତେ ପ୍ରବେଶ ହେଲା ଏକ ମଠ ଯେ ମଠ ବୃନ୍ଦାବନେ ଶ୍ରେଷ୍ଠ ଗୋପାଳ ଦାସ ଅଧିକାରୀ ଯେ ମଠେ ପ୍ରଭୁ ପଣ କରି ତହିଁ ଦିଅନ୍ତି ସଦା ବର୍ତ୍ତ ଦିବ୍ୟ ଭୋଜନ ରୁଖା ଭାତ ଯେ କୃଷ୍ଣ ବୋଲେ ତାକୁ ନେଇ ଉତ୍ତମ ଭୋଜନ ଦିଅଇ ଯେ ରାମ ବୋଲେ ରୁଖା ଭାତ ଦିଅ ବୋଲନ୍ତେ ସେ ମହନ୍ତ ଏମନ୍ତ ବେଳେ ସେ ତୁଳସୀ ଭାବେ ମିଳିଲେ ତହିଁ ଆସି ଅଙ୍ଗେ ବିରାଜେ ଜ୍ୟୋତିର୍ମୟେ ନିରତେ ରାମ ନାମ ଧ୍ୟାଏ ତୁଳସୀ ଦାସ ବାହୁ ଭୁଜେ ଶପଥ ମଞ୍ଜରୀ ବିରାଜେ କଣ୍ଠେ ତୁଳସୀ କାଷ୍ଠ ମାଳ ସର୍ବାଙ୍ଗେ ବିଭୂତି ଉଜ୍ଜଳ ଜୟ ଶ୍ରୀରାମ ଧନୁର୍ଧାରୀ ଆଣ୍ଟେ ଡାକିଲେ ଡାକଚାରୀ ତାହା ଶୁଣିଣ ସେ ମହନ୍ତ ବୋଇଲେ ଦିଅ ରୁଖା ପାତ ଶୁଣି ତୁଳସୀ ଦାସ କହି କିମ୍ପା ଶୁଣିଲା ଖାଇ ଭଇଁ ଏବା ଖାଇବେ ଘୃତ ଅନ୍ନ ଏକଥା କହ ଶିବହନ ଶୁଣି କହିଲେ ଅଧିକାରୀ ଯେ ରାଧା କୃଷ୍ଣ ନାମ ଧରି ମଠରେ ପାଏ ଦିବ୍ୟ ସ୍ଥାନ ସେ ଭୁଜେ ଦିବ୍ୟ ଶାଳିଅନ ଯେ ସୀତାରାମ ନାମ ଧରେ ସେ ପଡ଼େ ବଗଡ଼ା ଅନ୍ନରେ ଶୁଣି ତୁଳସୀ ଦାସ ହସି ବୋଲେ ମୁଁ ରାମ ନାମ ଘୋଷି ଖାଇବି ଅମୃତ ଭୋଜନ ରାମ ମହିମା ଏବେ ଘେନ ଶୁଣି ବୋଇଲେ ଅଧିକାରୀ ଯାଅ ତୁ ଅଯୋଧ୍ୟା ନଗରୀ ସେଠାରେ ଯାଇ କର ଢମ ନୋହିଲେ ଦେଖାଅ ଶ୍ରୀରାମ ପୁଣି ତୁଳସୀ ଦାସ ଧୀରେ ପଶିଲେ ମଠର ଭିତରେ ତହିଁ ବିଜୟ ନନ୍ଦ ବଛି ପହଡ଼ ସମୟ ହୋଇଛି ଆଣ୍ଟେ କବାଟ ଅଛନ୍ତି କିଳି ତହିଁ ତୁଳସୀ ଦାସ ମିଳି ବୋଇଲେ ନମ ରଘୁମଣି ଅଶେଷ ବ୍ରହ୍ମାଣ୍ଡ କାରିଣୀ ତୁ ନାଥ ଜଗତ ଈଶ୍ୱର ସଂସାର ତୋର ଖେଳ ଘର ତୁଜେ ଜଗତ ଜନଗୁରୁ ଭକତ ବାଞ୍ଛା କଳ୍ପତରୁ କାମେ ଜନଙ୍କୁ କାମଧେନୁ ମହାମହିମା ରତ୍ନସାନୁ ଅଶେଷ ଜନ ଚିନ୍ତାମଣି କେତେ ମହିମା ପରମାଣି ତୋର ଆଜ୍ଞାରେ ଆଖଣ୍ଡଳ ରବିଶ ସାଙ୍କ ଦିଗପାଳ ଶେଷ ବିରଞ୍ଚି ସଦାଶିବ 33 କୋଟି ଦେବ ସର୍ବ ସଂସାର ପାଳୁଛନ୍ତି ନିତ୍ୟ ତୋର ଆଜ୍ଞାରେ ଯେ ଝାମତେ ଯେଣୁ ତୁ ଜଗତ ଈଶ୍ୱର ସମସ୍ତେ ତୋର ପରିଚାର ତେଣୁ ଶରଣ ଗଲି ତୋତେ ତୁ ନାଥ କୃପା କର ମତେ
ତୁ ନାଥ ଦଶରଥ ସୁତ କୌଶଲ୍ୟା ଗର୍ଭରୁ ସମ୍ଭୂତ। ତୁ ସେ ଦେବକୀ ଦେବୀ ସୁତ ନନ୍ଦରାଜନ ତୋର ତାତ। ତୁ ଧନୁର୍ଧର ବଳବନ୍ତ ତୁ ବଂଶୀଧର ଜଗଜ୍ଜିତ। ତୁ ଯେ ଜାନକୀ ଦେବୀ କାନ୍ତ ତୋହର ନାହିଁ ଆଦିଅନ୍ତ। ତୁ ହି ଶ୍ରୀରାଧା ପ୍ରାଣଧନ ଭକତ ବନ୍ଧୁ ଭଗବାନ। ତୁ ହି ଜଗତ ଜନହିତେ ଅନେକ ରୂପ ଏ ଜଗତେ। ଧରି ଭକତ ପ୍ରତିପାଳୁ ଏଣୁ ତୁ ପରମ ଦୟାଳୁ। ଏ କଥା ଯେବେ ସତ୍ୟତର ଦେଖାଅ ରାମ ଅବତାର। ଘନ ଶ୍ୟାମଳ ରାମ ମୂର୍ତ୍ତି ଶ୍ରୀକରେ କୋଦଣ୍ଡ ଭାରତୀ। ବାମେ ଜାନକୀ ଦେବୀ ଶୋଭା ଦକ୍ଷିଣେ ଶ୍ରୀ ଲକ୍ଷ୍ମଣ ଶୋଭା। ଏମନ୍ତ ରୂପ ଆଦି ମୂଳ ଧରି ରଖ ଭୃତ୍ୟ ଛଳ। ନହିଲେ ସରିଲା ତୁଳସୀ ତାହା ଜାଣିଲେ ବ୍ରହ୍ମରାଶି। ସେ କ୍ଷଣି କୃଷ୍ଣ ରୂପ ଯାଇ ଶ୍ରୀରାମ ରୂପେ ଭାବଗ୍ରାହୀ। ଜାଣିଲେ ସେ ତୁଳସୀ ଦାସ ହୋଇଲେ ଅତ୍ୟନ୍ତ ହରସ। ବୋଇଲେ ଆସ ସର୍ବଜନ ଦର୍ଶନ କର ରଘୁନାଥ। ଏମନ୍ତ ଶୁଣି ଅଧିକାରୀ ଡକାଇ ଆଣିଲେ ପୂଜାରୀ। କବାଟ ଫଟାଇ ଦେଖିଲେ ସମସ୍ତେ ଆଚମ୍ବିତ ହେଲେ। ଅମୂଲ୍ୟ ରତ୍ନ ସିଂହାସନ ବିଜୟ ଶ୍ରୀ ମଧୁସୂଦନ। ଶ୍ରୀକରେ ଧନୁର୍ବାଣ ଧରି ଭକତ ଛଳେ ବିଜେ କରି। ମୁକୁଟ ନାନା ରତ୍ନେ ଶୋଭା ମଉଳି ପଡ଼ି ଅଛି ଗଭା। କୁଣ୍ଡରେ କୁଣ୍ଡଳ ବିରାଜେ ଶେର ବିଛବି ଗର୍ବ ଗଞ୍ଜେ। କଣ୍ଠେ ମୁକୁତା ହାର ଶୋହେ ମୋ ରୂପ ଜଗଜ୍ଜନ ମୋହେ। ହୃଦରେ ପଦକ ବିରାଜେ ବୀର ବାହୁଟି ବେନି ଭୁଜେ। କରେ କଙ୍କଣ ଶୋଭାବନ ହରଇ ପ୍ରାଣୀ କର ମନ। ଆଙ୍ଗୁଳି ମୁଦ୍ରିକା ବିରାଜେ ହେମ କିଙ୍କିଣୀ କୋଟି ମାଜେ। ରତ୍ନ ପାଦୁକା ବେନି ପାଏ ତହିଁ ଯୋଗୀନ୍ଦ୍ର କରେ ଲଏ। ନବୀନ ନୀଳ ମେଘ ପ୍ରାଏ ଛବି ବିରାଜେ ଜ୍ୟୋତିର୍ମୟେ। ଏମନ୍ତ ବେଶ ଦଇତ୍ୟାରି ପାରୁ ସେ ଧରିଣ କୁମାରୀ। ସୁଚାରୁ ଚମ୍ପକରୁ ଗୋରି କରେ ତାମ୍ବୁଳ ଛନ୍ତି ଧରି। ଦକ୍ଷିଣେ ଲକ୍ଷ୍ମଣ ବିରାଜେ ତା ଦକ୍ଷ ହସ୍ତେ ଛତ୍ରୀ ସାଜେ। କୋଟି ବ୍ରହ୍ମାଣ୍ଡରେ ଉପମା ତାହାଙ୍କ ପରି ସେ ସୁଷମା। ଏମନ୍ତ ପ୍ରଭୁ ରୂପ ଦେଖି ପିଛଡ଼ା ନ ପଡ଼ିଲା ଆଖି। ସେ ପ୍ରଭୁ ପଦ୍ମ ପାଦ ତଳେ ସବେ ନମିଲେ ଏକାବେଳେ। ଭାବରେ ହୋଇ ଗଦ ଗଦ ପୂଜି ତୁଳସୀ ଦାସ ପାଦ। ଦିବ୍ୟ ଭୋଜନ ତାଙ୍କୁ ଦେଲେ ବ୍ୟଙ୍ଗନ ଷଡ଼ ରସ ତୁଲେ। ଗନ୍ଧ ଚନ୍ଦନ ମାଳା ଯେତେ ଦେଇ ପୂଜିଲେ ବିଧି ମତେ। ବୋଇଲେ ଧନ୍ୟ ତ ଜୀବନ ବସ ତୁ କଲୁ ଭଗବାନ। ଆମ୍ଭେ ଯେ କେତେ ପୁଣ୍ୟ କଲୁ ତୁମ୍ଭର ଦର୍ଶନ ଲଭିଲୁ। ଆଜି ସୁଫଳ ଆମ୍ଭ ଦିନ ପାଇଲୁ ଶ୍ରୀରାମ ଦର୍ଶନ। ତୁମ୍ଭରେ ଏତେ କର୍ମ ହେଲା ଦେଖିବା ଶୁଣିବା ନଥିଲା। ଏବେ ମନ୍ତ ତୁମ୍ଭେ କର ଭକତି ଘେନିଣ ଆମ୍ଭର। ଶ୍ରୀରାମ ହନ୍ତୁ ଅନ୍ତର୍ଧ୍ୟାନ ବିଜେ କରନ୍ତୁ ନନ୍ଦନାନ। ମୁରଲୀଧର ରାଧାକାନ୍ତ ଆମ୍ଭେ ତା ଦେଖିବୁ ସମସ୍ତ। ଏମନ୍ତ ବୋଲି ଗଲେ ଚଳି ପୁଣି କବାଟ ଦେଲେ କିଳି। ତୁଳସୀ ଦାସ ଭକ୍ତି ଭରେ ମସ୍ତକେ କର ନିବେଶିଲେ। ଅନେକ ରୂପେ କଲେ ସ୍ତୁତି ତାହା ଜାଣିଲେ ଶ୍ରୀପତି। ତକ୍ଷଣେ ଅଙ୍ଗ ପାଲଟାଇ ଶ୍ରୀରାମକୃଷ୍ଣ ରୂପ ହୋଇ। ରାଧା ସ୍ୱରୂପ ବୈଦେହୀ ଲକ୍ଷ୍ମଣ ସଖା ରୂପ ହୋଇ। ସେ ଯାହା ଅନୁରୂପେ ଉଭା ତହୁଁ କୋଟିଏ ଗୁଣେ ଶୋଭା। ତ୍ରିଭଙ୍ଗୀ ରୂପେ ବେଣୁପାଣି ତାହା ତୁଳସୀ ଦାସ ଜାଣି। କବାଟ ଫିଟାଇଣ ଦେଲେ ସମସ୍ତେ ଦେଖ ହୋ ବୋଇଲେ। ତାଙ୍କ ବଚନେ ସର୍ବେ ଗଲେ ଶ୍ରୀରାମ ରୂପ ନ ଦେଖିଲେ। ବିଜୟ ରାଜେନ୍ଦ୍ର କୁମାର ଦେଖି ସମସ୍ତେ ଚମତ୍କାର। ବୋଇଲେ ନମୋ ଭଗବାନ ନ ତହୁଁ ଭକ୍ତ ନୁହେଁ ଆନ। ଯେ ହରି ଭକ୍ତେ ଭିନ୍ନ କରେ ସେ ମହାପାପୀ ଏ ସଂସାରେ। ଆମ୍ଭେ ଯା ଦେଖିଲୁ ସମସ୍ତ ତୁ ଭକ୍ତି ଛଳେ ଦେହବନ୍ତ। ଏମନ୍ତ ବୋଲି ଯେଝା ମତେ ଭଜିଲେ ଭକ୍ତ ପାଦ ଗତେ। ଲଭିଲେ ଅବା କେଉଁ ଗତି ତାହା ଜାଣନ୍ତି ବେଦପତି।
ତୁଳସୀଦାସଙ୍କ ମହିମା ଶୁଣ ହେ ମନ ମହାତ୍ମା। ଏକଳି ଯୁଗର ଚରିତ କହି ଶୁଣିବା ଆଚମ୍ବିତ। ଏ ଦାଢ଼୍ୟ ଭକ୍ତି ରସସାର ଶୁଣି ଶରଧା ହୁଏ ଯାର। ତାହାର ପାପ ଥାଇ ଯେତେ ରହଇ ନାହିଁ କଦାଚିତେ। କହଇ ବଳ ରାମ ଦ୍ୱିଜ ବିଶ୍ୱାସ ଅଟେ ମୂଳ ବୀଜ। ବୀଜ ନଥିଲେ ବୃକ୍ଷ କାହିଁ ଫଳ ଲୋଡ଼ିଲେ ହେବ କାହିଁ। ସୁଜନ ଜନ ଏଣେ ରସ ମୁତୁମ୍ଭ ଦାସଙ୍କର ଦାସ। ଶ୍ରୀରାମକୃଷ୍ଣ ପଦ୍ମପାଦ ହରଇ ବିଷୟା ବିଷାଦ। ତୁହି ଶରଣ ରାମଦାସ ନ ନାଶ ମୋର ମନ ଆସ। इति श्री दाढ़्यता भक्तिर सामृते मन चैतन्य संवादे तुलसीदास दाढ़्य भाव वर्णने नाम 29 अध्याय।